नमस्कार दर्शक बंधु मु मुन्ना कुमार आपण को एमआर ओडिया न्यूज को स्वागत। आज हूँ अगस्ट 5 आज रही ओडिशा तथा देश विदेश 20 गुरुत्वपूर्ण खबर। प्रति खबर इंपोर्टाट तेणु शेष पर्यंत देखा सहित आपण जिलार नाम लिखि दिंतु गोटे लाइक कर दिंतु। चलतु जाना आज कौन रही गुरुत्वपूर्ण खबर। प्रथम खबर पुरी पाई आसिला बड़ खबर एणिकी पुरी समुद्र पथरे पारादीप दीघा विशाखापाटना एपरिक अंडमान निकोबर जीवार सुजोग मिलिबो। पुरी रे मंगला मुहार निकटरे अत्याधुनिक समुद्र पर्यटन टर्मिनाल निर्माण ପାଇଁ ଯୋଜନା ହୋଇଛି। ଏହି ପ୍ରଥମେ ଭିତ୍ତିଭୂମି ତିଆରି ହେବ, ପରେ ବିଭିନ୍ନ ରୁଟ୍‌ରେ ଯାତ୍ରୀବାହୀ କ୍ରୁଜ୍ ଜାହାଜ ଚଳାଚଳ କରିବ। ପ୍ରକଳ୍ପଟି 2ରୁ 3 ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ହେଲେ ପୁରୀ ପର୍ଯ୍ୟଟନ ସ୍ଥାନ ପାଇଁ କି ଏଥର ଭଲ ବ୍ୟବସାୟ ମଧ୍ୟ ଲାଭ ମିଳିବ ଆଉ ପୁରୀବାସୀ ପାଇଁ ବହୁତ ବଡ଼ ଖୁସିର ଖବର କହିଲେ ନ ସରେ। ପରବର୍ତ୍ତୀ ଖବର ହେଉଛି କାକଟପୁର ମା ମଙ୍ଗଳା ପୀଠ ପାଇଁ ଆସିଲା ବଡ଼ ଯୋଜନା। ପୀଠରେ ବିକାଶ ସୌନ୍ଦର୍ଯ୍ୟକରଣ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ମୁଖ୍ୟ ମନ୍ଦିର ମରାମତି ସହିତ ନୂଆ ରୋଷଘର, ପାର୍କିଂ, ସେବାୟତ ଭବନ, ଯାତ୍ରୀ ନିବାସ, ଚନ୍ଦନ ଘାଟର ଆଧୁନିକରଣ ଯୋଜନା ହୋଇଛି। ଏହା ସହିତ ଭୋଗ ଦୋକାନ, ଐତିହ୍ୟ ଗେଟ୍ ନିର୍ମାଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଚୀ ନଦୀର ଐତିହ୍ୟ ଘାଟ, ସେତୁ ଏବଂ ପିଲାଙ୍କ ପାଇଁ ପାର୍କ, ବଣଭୋଜି ଜୋନ୍ ମଧ୍ୟ ସୁବିଧା ମିଳିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ଓଡ଼ିଶାରେ ପୁଣି ବଢିବ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆଜିଠାରୁ ରାଜ୍ୟରେ ଅନେକ ଅଞ୍ଚଳରେ ବର୍ଷା ବଢିବ। ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼ ସମେତ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି। ଆସନ୍ତାକାଲି ଅନେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। 50ରୁ 60 କିଲୋମିଟର ବେଗରେ ମଧ୍ୟ ପବନ ବହିବ। ପରବର୍ତ୍ତୀ ଖବର ଗାଡି ମାଲିକଙ୍କ ପାଇଁ ବଡ ଖବର। ବୀମା ନଥିଲେ ପେଟ୍ରୋଲ ଡିଜେଲ ମିଳିବନି। ଏନେକି ସୁପ୍ରିମକୋର୍ଟ ନୂଆ ପ୍ରସ୍ତାବ ଦେଇଛନ୍ତି। ବୀମା ନଥିବା ଗାଡିକୁ ନଦେବା ପାଇଁ ପେଟ୍ରୋଲ ପମ୍ପରେ ବୀମା ଯାଞ୍ଚ ବ୍ୟବସ୍ଥା କରିବା ପାଇଁ ପାଇଲଟ ପ୍ରକଳ୍ପ ଉପରେ ବିଚାର କରାଯାଉଛି। ଏଥିସହିତ ରାଜପଥରେ ଏଏନଏମପିଆର କ୍ୟାମେରାକୁ ଡାଟାବେସ୍ ସହିତ ଯୋଡ଼ିବା, ଟ୍ରାଫିକ ପୋଲିସକୁ ବୀମା ଯାଞ୍ଚ କରିବାର ସୁବିଧା କୁହାଯାଇଛି। ଯାହାଫଳରେ କ୍ୟାମେରା ଦ୍ୱାରା ଆପଣଙ୍କୁ ଜାଣିହେବ ଯେ ବୀମା ଅଛି କି ନାହିଁ। ନୂଆ ଗାଡି କିଣିବା ବେଳେ ଏକକାଳୀନ ବୀମା ନେବା ନେଇକି ନିର୍ଦ୍ଦେଶ ଦିଆଯାଇଛି। ଯଦି ଆପଣଙ୍କର ବୀମା ନଥିବ ଆଗକୁ ପେଟ୍ରୋଲ ଡିଜେଲ ମିଳି ନପାରେ। ପରବର୍ତ୍ତୀ ଖବର କେରଳରେ ବର୍ଷା ଏବେ ବିପଦ ସୃଷ୍ଟି ହୋଇଛି। ବନ୍ୟା ଭୂସ୍ଖଳନ ଯୋଗୁଁ 3 ଦିନରେ 20 ଜଣଙ୍କର ମୃତ୍ୟୁ ହୋଇଛି। 7 ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅପରେସନ ଜାରି ରହିଛି। ପରିସ୍ଥିତିକୁ ଦେଖି କେରଳରେ 8ଟି ଜିଲ୍ଲାରେ ରେଡ୍ ଆଲର୍ଟ କରାଯାଇଛି। 5ଟି ଜଳଭଣ୍ଡାର ରେଡ୍ ଆଲର୍ଟରେ ରଖାଯାଇଛି। ଲକ୍ଷ ଲକ୍ଷ ଲୋକ ନିଜର ଘର ଦ୍ୱାର ହରାଇଛନ୍ତି। ସେପଟେ ମେଘାଳୟ, ଅରୁଣାଚଳ ପ୍ରଦେଶ, ଆସାମରେ ମଧ୍ୟ 24 ଘଣ୍ଟାରେ ପ୍ରବଳ ବର୍ଷା ହେବ। ଭୂସ୍ଖଳନ ଏବଂ ତଳିଆ ଅଞ୍ଚଳକୁ ଏବେ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ପରବର୍ତ୍ତୀ ଖବର ଓଡ଼ିଶାରେ 5 ବର୍ଷରେ 3453 ଏମଏସଏମଇ ବନ୍ଦ ହୋଇଛି। 2021-22ରେ 118 ଥିବା ବେଳେ 2025-26ରେ ଏହି ସଂଖ୍ୟା ବଢି 1817 ପରେ ପହଞ୍ଚିଛି। ସେହି ବର୍ଷ ଖୋର୍ଦ୍ଧାରେ ସର୍ବାଧିକ 292 ଏମଏସଏମଇ ବନ୍ଦ ହୋଇଥିବା ବେଳେ କଟକରେ 152, ଗଞ୍ଜାମରେ 119, ବାଲେଶ୍ୱରରେ 118। ତେବେ ଅନ୍ୟପଟେ ଏମଏସଏମଇ ସଂଖ୍ୟା ଦ୍ରୁତ ଭାବେ ବଢିଛି। 2025-26ରେ 5,69,000ରୁ ଅଧିକ ମଧ୍ୟ ରହିଛି। ପରବର୍ତ୍ତୀ ଖବର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ବଡ଼ ପରିବର୍ତ୍ତନ। ଲୋକସଭା ଭବନରେ ଏବେ ଜନ୍ମ ମୃତ୍ୟୁର ପଞ୍ଜୀକରଣ ବିଲ୍ ପାରିତ ହୋଇଛି। ଏହି ମାଧ୍ୟମରେ ବିଳମ୍ବରେ ଜନ୍ମ ବା ମୃତ୍ୟୁ ପଞ୍ଜୀକରଣ ଉପରେ ଅଧିକ ନିୟମ କଡ଼ା ହେବ। ଏହି ଘଟଣାରେ ଏ ବର୍ଷ ପଞ୍ଜୀକରଣ କରାଇଥିଲେ ଏଥିପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅଧିକୃତ ମାଜିଷ୍ଟ୍ରେଟ ଅନୁମୋଦନ ଆବଶ୍ୟକ ହେବ। ସରକାର କହିବା ଅନୁସାରେ ଏହାର ଲକ୍ଷ୍ୟ ହେଉଛି ଜନ୍ମ ମୃତ୍ୟୁର ସମୟରେ ପଞ୍ଜୀକରଣ ସୁନିଶ୍ଚିତ କରିବା। ବିଳମ୍ବରେ ପଞ୍ଜୀକରଣ କଲେ ରୋକ ଲଗାଯିବ, ଆଉ ବିଳମ୍ବରେ ହୋଇପାରିବ ନାହିଁ। ପରବର୍ତ୍ତୀ ଖବର ଡାବର କିଛି ଉତ୍ପାଦକୁ ନେଇ ଫସାଇର କଡ଼ା ପଦକ୍ଷେପ। ଡାବର ନିଜ ସାମଗ୍ରୀକୁ 100% ବିଶୁଦ୍ଧ, 100% ପ୍ରାକୃତିକ ବୋଲି ପ୍ରଚାର କରୁଥିବା ବେଳେ ଡାବର ଉତ୍ପାଦକୁ ନେଇ ରେଗୁଲେଟର ନଜର ଆସିଛି। ଅଭିଯୋଗ ଅନୁସାରେ ଆପଲ ସାଇଡର ଭିନେଗାର, ଅର୍ଗାନିକ ମହୁ ଭଳି ଉତ୍ପାଦର ଆବଶ୍ୟକ ଅନୁମତି ବିନା ଅର୍ଗାନିକ ଇଣ୍ଡିଆ ଲୋଗୋ ବ୍ୟବହାର କରି ଚର୍ଚ୍ଚା ପ୍ରଶ୍ନ ଉଠିଛି। ତେବେ କୁହାଯାଉଛି ଏହି ଉତ୍ପାଦ ବିକ୍ରି ହେବ କି ନାହିଁ ଏବଂ ଉଲ୍ଲଂଘନ ହେଲେ କେତେ ଦଣ୍ଡ ହେବ ତାହା ନେଇକି କୋର୍ଟ ନିର୍ଦ୍ଦେଶ ଦେବ। ମନ ଇଚ୍ଛା 100% ଅର୍ଗାନିକ ବା 100% ପ୍ରାକୃତିକ ଲେଖିବା ବଡ଼ ଭୁଲ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର E20 ପେଟ୍ରୋଲକୁ ନେଇ ସୋସିଆଲ ମିଡିଆରେ ଯେଉଁ ଖବର ସତ୍ୟତା ସାମ୍ନାକୁ ଆସିଛି ସେସବୁ ଜାଣି ରଖନ୍ତୁ। ଅଗଷ୍ଟ 5ରେ E20 ପେଟ୍ରୋଲ ବନ୍ଦ ହୋଇ ଦେଶରେ କେବଳ ଶୁଦ୍ଧ ପେଟ୍ରୋଲ ବିକ୍ରି ହେବ ବୋଲି ଯେଉଁ ଦାବି ହେଉଥିଲା ତାହାକୁ ପେଟ୍ରୋଲିୟମ ମନ୍ତ୍ରାଳୟ ଖଣ୍ଡନ କରିଛି।
ମନ୍ତ୍ରାଳୟ କହିଛି ଏହି ଦାବି ସମ୍ପୂର୍ଣ୍ଣ ଭୁଲ ଭିତ୍ତିହୀନ। ଦେଶରେ ଇ-20 ପେଟ୍ରୋଲ ବିକ୍ରି ପୂର୍ବ ଭଳି ଜାରି ରହିଛି। ଇ-20 ପେଟ୍ରୋଲ ସହିତ 20% ପର୍ଯ୍ୟନ୍ତ ଇଥାନଲ ମିଶିଥାଏ। ତେଣୁ ଏଭଳି ଭାଇରାଲ ଖବରକୁ ବିଶ୍ୱାସ ବା ସେୟାର କରିବା ଉଚିତ ନୁହେଁ। ଆଗକୁ ଯୋଜନା ଚାଲିଛି ଯେ ଶୁଦ୍ଧ ପେଟ୍ରୋଲ ମିଳିବ, ତା ସହିତ ଇ-20 ପେଟ୍ରୋଲ ମଧ୍ୟ ମିଳିପାରେ। ଗ୍ରାହକ ନିଜ ପସନ୍ଦ ଅନୁସାରେ ପକେଇ ପାରିବେ, କିନ୍ତୁ ଇ-20 ପେଟ୍ରୋଲ କେବେ ବି ବନ୍ଦ ହେବ ନାହିଁ। ପରବର୍ତ୍ତୀ ଖବର ହେଉଛି ସ୍କୁଲରେ ପ୍ରାର୍ଥନା କାର୍ଯ୍ୟକ୍ରମକୁ ନେଇକି ଆସିଲା ନୂଆ ନିର୍ଦ୍ଦେଶ। ଏଣିକି ଯେଉଁ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଜନଗଣ ମନ ଗାନ କରାଯିବ, ସେଠାରେ ପ୍ରଥମେ ବନ୍ଦେ ଭାରତ ପରେ ଜନଗଣ ମନ ପରିବେଷଣ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପରେ ନିର୍ଦ୍ଦେଶ ପରେ ଏନେକି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ଜିଲ୍ଲାପାଳ ଏସ୍ପିଙ୍କୁ ମଧ୍ୟ ଅବଗତ କରାଯାଇଛି। ଉଭୟ ଗୀତ ଗାନ ସମୟରେ ମୂଳ ଶବ୍ଦ ଲିପି ଠିକ୍ ଉଚ୍ଚାରଣ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ଗାଡ଼ିର ନମ୍ବର ପ୍ଲେଟ୍ ଲୁଚାଇଲେ ସିଧାସଳଖ ଅପରାଧିକ ମାମଲା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ମୋଟରଯାନ ଆଇନର ଉଲ୍ଲଂଘନ ହୋଇଥିବାରୁ ଜୋରିମାନା ହୋଇପାରେ, କିନ୍ତୁ ନମ୍ବର ପ୍ଲେଟ୍ ଲୁଚାଇବା ଆଧାରରେ ଠକେଇ ମାମଲା ଲଗାଯାଇପାରିବ ବୋଲି ନୁହେଁ। ଜୁଲାଇ 28 ତାରିଖରେ ଏ ମାମଲା ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କୋରାଲ ଖଣ୍ଡପୀଠରେ ମତ ଦେଇଛନ୍ତି ଯେ ଯଦି ଜଣେ ନମ୍ବର ପ୍ଲେଟ୍ ଲୁଚାଉଛି, ସେଟା ଅପରାଧ ଭାବେ ହେବ ନାହିଁ। ଠକେଇ ବା ଅପରାଧ ଅଲଗା ଭାବେ। ଖରାପ ଉଦ୍ଦେଶ୍ୟ ଠକେଇର ପ୍ରମାଣ ଦରକାର। ତେଣୁ ନମ୍ବର ପ୍ଲେଟ୍ ଢାଙ୍କିଥିବାର ଆଧାର କରି ଅପରାଧିକ କେସ୍ ହୋଇପାରିବ ନାହିଁ କେବେ ବି। ପରବର୍ତ୍ତୀ ଖବର ହେଉଛି ସରକାର ଏବେ ଗାଡ଼ି ଚଳାଚଳକୁ ଆହୁରି ସୁରକ୍ଷିତ କରିବା ପାଇଁ V2V ବା ଭେହିକଲ ଟୁ ଭେହିକଲ କମ୍ୟୁନିକେସନ ସିଷ୍ଟମ ଆଣିବା ପାଇଁ ଯାଉଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ଗାଡ଼ିଗୁଡ଼ିକ ପରସ୍ପର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଦାନ ପ୍ରଦାନ କରିପାରିବେ। ଉଦାହରଣ ସ୍ୱରୂପ, ଆଗରେ ଥିବା ଗାଡ଼ି ହଠାତ୍ ବ୍ରେକ୍ ଲଗାଇଲେ, ଭୁଲ ଦିଗରେ ଆସୁଥିଲେ ଆମ୍ବୁଲାନ୍ସ ଭଳି ଜରୁରୀ ଗାଡ଼ି ମଧ୍ୟ ନିକଟରେ ପହଞ୍ଚିଲେ ପଛକୁ ପଛ ଗାଡ଼ି ସତର୍କ ସୂଚନା ମିଳିବ। ତେବେ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ସେଣ୍ଟ୍ରାଲ ମୋଟର ଭେହିକଲ ରୁଲ୍ 1989 ପରିବର୍ତ୍ତନ ଆଣି ଡ୍ରାଫ୍ଟ ପ୍ରସ୍ତାବ ରଖିଛି। ପ୍ରସ୍ତାବ ଅନୁସାରେ ଅକ୍ଟୋବର 1, 2027ରେ V2V ସିଷ୍ଟମ ଗାଡ଼ି ଲାଗିବ, ଅର୍ଥାତ୍ ଆପଣମାନେ ଆଦାନ ପ୍ରଦାନ ଅନ୍ୟ ଗାଡ଼ି ସହିତ କରିପାରିବେ। ଅକ୍ଟୋବର 1, 2028ରେ ନୂଆ ଗାଡ଼ିଗୁଡ଼ିକରେ ମଧ୍ୟ AIS 230 ଅନୁରୂପ V2V ସିଷ୍ଟମ ବାଧ୍ୟତାମୂଳକ ହେବ, ଯାହାଫଳରେ ଗାଡ଼ିଗୁଡ଼ିକ ସ୍ପିଡ, ଲୋକେସନ, ଦିଗ ପରିବର୍ତ୍ତନ ସବୁକିଛି ଆଦାନ ପ୍ରଦାନ ମଧ୍ୟ କରିହେବ। ପରବର୍ତ୍ତୀ ଖବର, ଲଗାନ ଆଉ ଦେବା ଆଉ ନାହାନ୍ତି। 74 ବର୍ଷରେ ପ୍ରଦୀପ ରାଉତଙ୍କ ପରଲୋକ। ଆଉ ନାହାନ୍ତି ଏହି ଖଳନାୟକ। 74 ବୟସରେ ତାଙ୍କର ପରଲୋକ ହୋଇଛି। ନିଜ ଅଭିନୟରେ ଦର୍ଶକଙ୍କୁ ଛାପ ଛାଡ଼ିଥିବା ଅଭିନେତା କହିଛନ୍ତି, କେବଳ ହିନ୍ଦୀ ନୁହେଁ, ତେଲୁଗୁ, କନ୍ନଡଠୁ ଆରମ୍ଭ କରି ସବୁ ଫିଲ୍ମରେ ବେଶ୍ ଚର୍ଚ୍ଚିତ ଭିଲିଆନ ରୋଲ କରିଛନ୍ତି। ଓଡ଼ିଆରେ ମଧ୍ୟ କରିଛନ୍ତି। ତେବେ ପରେ ଅଗ୍ନିପଥ, ପଥର କା ଫୁଲ, କୋଏଲା, ସରଫରାଜ, ଲଗାନ, ଗଜନୀ ଭଳି ମଧ୍ୟ ଫିଲ୍ମରେ କରିଛନ୍ତି। ତା ସହିତ ମଧ୍ୟ ତାମିଲ, ତେଲୁଗୁ, କନ୍ନଡ, ମାଲୟାଲମ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ବିୟୋଗର ଖବର ପ୍ରଚାରିତ ପରେ ହିନ୍ଦୀ, ଦକ୍ଷିଣ ଭାରତୀୟ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଶହ ଶହ ଲୋକେ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ଦକ୍ଷ ଅଭିନେତାଙ୍କୁ ହରାଇ ଚଳଚ୍ଚିତ୍ର ଜଗତର ଶୋକର ଛାୟା ମଧ୍ୟ ଖେଳିଯାଇଛି। ପରବର୍ତ୍ତୀ ଖବର, ବନ୍ୟା ପରେ ପରିବା ଦରରେ ନିଆଁ। ବାଇଗଣ, ପୋଟଳ 100 ଏବଂ ବିନ୍ସ 120। ସବୁ ପରିବା ଏବେ 100 ଉପରେ ହୋଇଛି। ବନ୍ୟା ଖାଲି ଚାଷୀଙ୍କ ଫସଲ ଉଜାଡ଼ି ଦେଇନି, ଏବେ ସାଧାରଣ ଲୋକଙ୍କ ରୋଷେଇ ଘରେ ମଧ୍ୟ ପ୍ରଭାବ ପକାଉଛି। ଓଡ଼ିଶାରେ ଅନେକ ଅଞ୍ଚଳରେ ଚାଷ ନଷ୍ଟ ହୋଇଯାଇଥିବା ବେଳେ ବଜାର ଦର ହଠାତ୍ ନିଆଁ ଭଳି ଲାଗିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ରେ ମଧ୍ୟ ବନ୍ୟା ଯୋଗୁଁ ଫସଲ କ୍ଷତି ହୋଇଛି। ଫଳରେ ଏହି ବଜାରରେ ବାହାରୁ ଆସୁଥିବା ସବୁ ପରିବା ଦର ହଠାତ୍ ବଢ଼ିଯାଇଛି। ୟୁନିଟ୍ 1ରେ ମଧ୍ୟ ବାଇଗଣ, ପୋଟଳ କେଜି 100 ଟଙ୍କା, ବିନ୍ସ 120 ଟଙ୍କା, କଞ୍ଚା ଲଙ୍କା 100, ତା ସହିତ ମଧ୍ୟ ଅନ୍ୟ ସବୁ ମଧ୍ୟ ରହିଛି 80ରୁ 90 ଟଙ୍କା। ସେହିଭଳି ମଧ୍ୟ କଟକ ଛତ୍ର ବଜାରରେ ମଧ୍ୟ ସମାନ ରେଟ୍ ଦେଖିବାକୁ ମିଳିଛି। ବ୍ୟବସାୟୀ କହିବା ଅନୁସାରେ ବନ୍ୟା ଯୋଗୁଁ ସ୍ଥାନୀୟ ଚାଷରୁ ପରିବା ଯୋଗାଣ କମିଛି, ତେଣୁ ଯାହାଫଳରେ ଚଢ଼ା ଦରରେ ବିକ୍ରି ହେଉଛି। ପରବର୍ତ୍ତୀ ଖବର, ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଓଡ଼ିଶାର କୃଷି ଶିକ୍ଷା ଗବେଷଣା କ୍ଷେତ୍ରରେ ଆସିଲା ବଡ଼ ଖବର। ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଟେକ୍ନୋଲୋଜି ବା OUAT ନିୟମିତ ଭାବେ ପିଜି, ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ମାଗଣା ମାସିକ ଷ୍ଟାଇପେଣ୍ଡ ମିଳିବ। ପିଜି ଛାତ୍ରଛାତ୍ରୀଙ୍କୁ 2 ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ 10,000 ଟଙ୍କା ଲେଖାଏଁ ମିଳିବ। ପିଏଚ୍ଡି ଗବେଷକ 3 ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ 15,000 ଟଙ୍କା ଲେଖାଏଁ ମିଳିବ। ଏହି ସୁବିଧା କୃଷି ଆନୁଷଙ୍ଗିକ ବିଷୟରେ ପଢୁଥିବା ନିୟମିତ ପିଜି, ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ସରକାରଙ୍କର ଏହି ପଦକ୍ଷେପ ଲକ୍ଷ୍ୟ ହେଉଛି ଯୁବ ଗବେଷକଙ୍କ ଆର୍ଥିକ ଚିନ୍ତା କମାଇ ସେମାନଙ୍କୁ ନୂଆ ଗବେଷଣା ଓ ଉଦ୍ଭାବନର ଅଧିକ ଧ୍ୟାନ ଦେବା ସୁଯୋଗ ଦେବା। ଆଗାମୀ ଦିନରେ ଓଡ଼ିଶାର କୃଷି ଏବଂ ଚାଷୀଙ୍କ ପାଇଁ ନୂଆ ପ୍ରଯୁକ୍ତି ଏବଂ ସମାଧାନ ବିକାଶରେ ସହାୟକ ହୋଇପାରେ ବୋଲି କୁହାଯାଉଛି।
ପରବର୍ତ୍ତୀ ଖବର ରାଷ୍ଟ୍ରପତିଙ୍କୁ ଓଡ଼ିଶାର ଅନ୍ୟାନ୍ୟ କଳାକୃତି ଉପହାର ସମ୍ବଲପୁରୀ ଶାଢ଼ୀଠୁ ଆରମ୍ଭ କରି ରୂପା ତାରକସି ଯାଏଁ ସାମିଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ଦିନିଆ ଓଡ଼ିଶା ଗସ୍ତରେ ଥିବାବେଳେ ମଙ୍ଗଳବାର ଦିନ ଲୋକଭବନରେ ତାଙ୍କୁ ଓଡ଼ିଶାର ପାରମ୍ପରିକ କଳା ହସ୍ତଶିଳ୍ପର ଝଲକ ସ୍ୱତନ୍ତ୍ର ଦେଖିବାକୁ ମିଳିଛି ବା ଉପହାର ଦିଆଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭପତି ରାଷ୍ଟ୍ରପତିଙ୍କୁ ଏମିତି ଉପହାର ପ୍ରଦାନ କରିଛନ୍ତି। ଏହି ସମୟରେ ରାଜ୍ୟର ପ୍ରଥମ ମହିଳା ଡକ୍ଟର ଜୟଶ୍ରୀ କମ୍ବରପତି ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ଉପହାରରେ ଜିଆଇ ଟ୍ୟାଗ ପ୍ରାପ୍ତ ସମ୍ବଲପୁର ବାନ୍ଧ ଶାଢ଼ୀ, ତା ସହିତ ପିପିଲ ପାରମ୍ପରିକ ଚାନ୍ଦୁଆ ଭେଲଭେଟ ଉତ୍ତରୀୟ ଏବଂ କଟକର ସୂକ୍ଷ୍ମ ତାରକସି କଳାରେ ତିଆରି ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି। ଓଡ଼ିଶାର 3 ପ୍ରକାର କଳାକୃତି କେବଳ ଉପହାର ନୁହେଁ, ବରଂ ରାଜ୍ୟର ହଜାର ହଜାର କାରିଗରଙ୍କ କୌଶଳ, ପୁରୁଣା ପରମ୍ପରା, ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପରିଚୟ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ବନ୍ୟା ପରେ ତ୍ୱରିତ ମରାମତି, ପାଣି ପିଇବା ସ୍ୱାସ୍ଥ୍ୟ ସେବାକୁ ଏବେ ଫୋକସ। ବିଶେଷ କରି ବନ୍ୟା ପାଣି ଛାଡ଼ିବା ପରେ ଏବେ ରାସ୍ତା ମରାମତି ହେଉଛି, ପିଇବା ପାଣି ପାଇଁ ବ୍ୟବସ୍ଥା ହେଉଛି, ସ୍ୱାସ୍ଥ୍ୟ ସେବାକୁ ଫୋକସ ଦିଆଯାଉଛି। ବୈଠକରେ ରାଜ୍ୟରେ ସମୀକ୍ଷା ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏବେ ଯାହା ସବୁ ରାଜସ୍ୱ ବଢ଼ାଇଥିଲେ, ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି 20% ଏବଂ ସାମାଜିକ କ୍ଷେତ୍ରରେ 16% ବୃଦ୍ଧି ହୋଇଥିବା ଜଣାପଡ଼ିଛି। ତେବେ ଓଡ଼ିଶାକୁ ମଧ୍ୟ 10 କୋଟି ଟଙ୍କା ଏବେ ଦିଆଯିବ, ଯାହାର କ୍ଷତିପୂରଣ ହୋଇଛି। ବିଶେଷ କରି ଘର ଏବଂ ଚାଷ ଜମି ଯଦି କ୍ଷତିପୂରଣ ହୋଇଛି, ସେହି ହିସାବରେ ମଧ୍ୟ ଦିଆଯିବ। 1,20,000 ଟଙ୍କାରୁ ଆରମ୍ଭ କରିକି ଆଉ ସବୁ ଯୋଉମାନଙ୍କ ସ୍ଥିତି ଦେଖି ଦିଆଯିବ ବୋଲି କୁହାଯାଉଛି। ତା ସହିତ ମଧ୍ୟ ବଡ଼ ଖବର ହଉଛି ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଲିଲେ ଉପମୁଖ୍ୟମନ୍ତ୍ରୀ ସ୍ଥିତି ପରଖିଲେ ପ୍ରଭାତୀ ପରିଡ଼ା। ଯାଜପୁରରେ ବନ୍ୟା ସ୍ଥିତିକୁ ନେଇକି ପ୍ରଶ୍ନ ବୁଲିଛନ୍ତି। ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କୁ ରିଲିଫ ବ୍ୟବସ୍ଥା ଅନ୍ୟାନ୍ୟ ଆବଶ୍ୟକ ସହାୟତା ମଧ୍ୟ ହଉଛି କି ନାହିଁ ସେ ନେଇକି ଆଲୋଚନା ମଧ୍ୟ କରିଛନ୍ତି। ସୁରକ୍ଷା ରିଲିଫ ସାମଗ୍ରୀ ଯୋଗାଣ ଆବଶ୍ୟକ ସହାୟତା ଯେପରି ସଠିକ ସମୟରେ ପହଞ୍ଚେ ସେ ନେଇକି ଗୁରୁତ୍ୱ ମଧ୍ୟ ଦିଆଯାଇଛି। ପରବର୍ତ୍ତୀ ଖବର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫିଲ୍ମକୁ ନେଇକି ବଡ଼ ବୈଠକ, ଏବେ ହାଇକୋର୍ଟ ଉପରେ ନଜର। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଫିଲ୍ମ ଆନିମେଟେଡ୍ ଚଳଚ୍ଚିତ୍ରକୁ ନେଇ ଓଡ଼ିଶାରେ ପୁଣି ଚର୍ଚ୍ଚା ଜୋର ଧରିଛି। ସୁପ୍ରିମକୋର୍ଟଙ୍କ ଜୁଲାଇ 29 ତାରିଖର ନିଷ୍ପତ୍ତି ପରେ ଏହି ପ୍ରସଙ୍ଗ ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶ୍ରୀ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାମିଲ ହୋଇଥିଲେ। ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା, ପରମ୍ପରା, ସଂସ୍କୃତିର ପ୍ରଚାର କିପରି ଅଧିକ ଭଲ ଭାବରେ କରାଯାଇପାରିବ ସେ ନେଇକି ଆଲୋଚନା ହୋଇଛି। ପରବର୍ତ୍ତୀ ଖବର ସୁଭଦ୍ରା ଟଙ୍କାକୁ ନେଇକି ଆସିଲା ବଡ଼ ଖବର। ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିନି ତାକୁ ରାକ୍ଷୀ ପୂର୍ଣ୍ଣିମା ଦିନ ମିଳିଯିବ। ଖୁବ୍ ଜଲ୍ଦି ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା 5,000 ଆସିବ। ଯେଉଁମାନଙ୍କୁ ପୂର୍ବତମ କିସ୍ତି ଆସିନି ସେମାନଙ୍କର 5,5,10,000 ଟଙ୍କା ଆସିବ। ସେପଟେ ଲକ୍ଷପତି ଦିଦିରେ ସାମିଲ ହେବା ପାଇଁ ମହିଳାମାନଙ୍କ ପାଇଁ ବଡ଼ ବଡ଼ ଉପହାର ଦେଇଛନ୍ତି। ସରକାର କହିଛନ୍ତି ମହିଳାମାନଙ୍କୁ ଋଣ ଛାଡ଼, ତା ସହିତ 10 ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ, ତା ସୁଧ ଆଉ ଦେବା ପାଇଁ ପଡ଼ିବ ନାହିଁ। ଯେତିକି ଟଙ୍କା ନେବେ ସେତିକି ଟଙ୍କା ସୁଝିବେ ବୋଲି କୁହାଯାଇଛି। ପର ମହିଳାକୁ 10,000 ଟଙ୍କା ଲେଖାଏଁ ଋଣ ମିଳିବ, ଯାହାଫଳରେ କ୍ଷୁଦ୍ର ବ୍ୟବସାୟ ସେମାନେ କରିପାରିବେ। ଏଇଭଳି ମଧ୍ୟ ସିଏମ କିଷାନ ଟଙ୍କା ଖୁବ୍ ଜଲ୍ଦି ଆସୁଛି। ଓଡ଼ିଶା ସରକାର ବର୍ଷକୁ 2 ଥର ଦଉଛନ୍ତି ସିଏମ କିଷାନ ଟଙ୍କା। ତେବେ ଏଥର ମଧ୍ୟ 2,000 ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିବ। ତା ପୂର୍ବରୁ ଇକେୱାଇସି କରିଦିଅନ୍ତୁ। ଇକେୱାଇସି କରିବା ଦ୍ୱାରା ଆପଣଙ୍କ ଡିବିଟ୍ ଲିଙ୍କ କରିବା ଦ୍ୱାରା ଯଦି ସଠିକ ଥିବ, ଯୋଗ୍ୟ ଥିବେ, ତାହେଲେ ତୁରନ୍ତ 2,000 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ। ସେହିଭଳି ପିଏମ କିଷାନ ମଧ୍ୟ 24ତମ କିସ୍ତି ଆସିବା ପାଇଁ ଯାଉଛି, କିନ୍ତୁ ଅକ୍ଟୋବର ସୁଦ୍ଧା ମିଳିଯିବ ବୋଲି ସୂଚନା ମିଳୁଛି। ଯେଉଁମାନଙ୍କ ପିଏମ କିଷାନରେ ମଧ୍ୟ ଡକୁମେଣ୍ଟ ଠିକ ନାହିଁ, ଡେବିଟ୍ ଲିଙ୍କ ନାହିଁ, ତାହେଲେ ଆପଣମାନେ କରେଇ ଦିଅନ୍ତୁ, ଯାହାଫଳରେ ପିଏମ କିଷାନ ଟଙ୍କା ମଧ୍ୟ ଆସିବ। ବାପା ଏବଂ ପୁଅଙ୍କ ନାଁରେ ଅଲଗା ଅଲଗା ଜମି ଥିଲେ 2,2,4,000 ଟଙ୍କା ଆସିବ ଯଦି ନାଁରେ ଥିବ। ତା ସହିତ ମଧ୍ୟ ଋଣ ଛାଡ଼କୁ ନେଇକି ବଡ଼ ଘୋଷଣା। ଆପଣମାନେ ଜାଣିଥିବେ ଚାଷୀ ମାନଙ୍କୁ ଏଥର 75% ପର୍ଯ୍ୟନ୍ତ ଋଣ ଛାଡ଼ ମଧ୍ୟ ଅଛି। ଯଦି ଚାଷୀମାନେ ଆର୍ଥିକ ସ୍ୱଚ୍ଛଳ ନାହାନ୍ତି, ଇନକମ୍ ଜିରୋ, ତାଙ୍କ କାରଣ ଦର୍ଶାଇବେ। ଯଦି ସେମାନଙ୍କ ଫସଲ ଉଜୁଡ଼ି ଯାଇଛି ମଧ୍ୟ ତାଙ୍କୁ ଋଣ ଛାଡ଼ ହେବ ବା ଋଣ ମାଫ କରାଯିବ ବୋଲି ସୂଚନା ମିଳୁଛି। ଭତ୍ତା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ରାଜ୍ୟରେ 3 ଲକ୍ଷ ହିତାଧିକାରୀ ନୂଆ ଭତ୍ତା ପାଇଁ ଆବେଦନ କରିଛନ୍ତି। ଖୁବ୍ ଜଲ୍ଦି ତାଙ୍କୁ ଆର ମାସରେ ଭତ୍ତା ଟଙ୍କା ମିଳିବ। 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 3,500, 60ରୁ 79 ବୟସରୁ 1,000 ଟଙ୍କା ମିଳିବ ବୋଲି ସୂଚନା ମିଳୁଛି। ଦିବ୍ୟାଙ୍ଗ, ବିଧବା ଏବଂ ଅନ୍ୟାନ୍ୟ ଲୋକମାନେ, ଅସହାୟ ଲୋକମାନେ, ତାଙ୍କୁ 3,500 ଯୋଗାଇ ଦେବେ ସରକାର। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଭଲ ଲାଗିଥିଲେ ନିଶ୍ଚିତ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।